ଦ୍ୱିତୀୟ ଅଧ୍ୟାୟ। ଯମଯାତନା ବା ପାପକର୍ମର ଫଳ ଓ ପିଣ୍ଡଦାନ। ଋଷୟ ଉଚୁଃ। ସୃଷ୍ଟିର ପ୍ରସଙ୍ଗ ବାଣୀ ଶୁଣ ମୁନିମାନେ, ପୁନିରୂପ ପୁଚ୍ଛା କଲେ ବିନୟ ବଚନେ। ଆହେ ସୁତ ମହାମନା ତୁମ୍ଭେ ସର୍ବଜ୍ଞାତା, ଭୂତ ଭବିଷ୍ୟତ ବାଣୀ କଥେନେ ସକତା। ତୁମ୍ଭେ ଯେ କହିଲ ପାପ କର୍ମ ଦଣ୍ଡ ପାଇଁ, ଯମରାଜା ନର୍କ ମାନ ସର୍ଜି ଗଲେ ବିହି। ପାପ କର୍ମ ଫଳ ମାନ ବୁଝାଇ କହିବ, ଯମଯାତନା କିପରି ବୁଝାଇଣ ଦେବ। ପିଣ୍ଡଦାନ କଲେ କିବା ଫଳ ହୁଏ ପୁଣ, ଏ ସମସ୍ତ କହିବ ଯେ ସଂକ୍ଷେପ କରିଣ। ତୁମ୍ଭରୁ ମୁଖରୁ ଶୁଣି ଆମ୍ଭେ ନିସ୍ତରିବୁ, କଳି କଳୁଷପଙ୍କରୁ ଉଦ୍ଧାରିଣ ଯିବୁ। ଏତେ କହି ମୁନିମାନେ ମୌନେ ରହିଲେ, ଶ୍ରୀଗୁରୁ ଚରଣେ ଧ୍ୟାଇ ସୁତ ଯେ କହିଲେ। ଶ୍ରୀସୁତ ଉବାଚ, ଶୁଣ ଆହେ ମୁନିମାନେ ପଚାରିଲ ଯାହା, ଠିକେ ଠିକେ ତୁମ୍ଭଙ୍କୁ ମୁଁ କହୁଅଛି ତାହା। ଯମପୁର ଗୋଟି ଅଟେ ଅତ୍ୟନ୍ତ ଦୁର୍ଗମ, ଅତ୍ୟନ୍ତ ଭୀଷଣ ଅଟେ ସିନା ସେହି ସ୍ଥାନ। ତା ମଧ୍ୟରୁ ସାର ସାର କଥା ମାନ ବାଛି, ତୁମ୍ଭମାନଙ୍କ ଛାମୁରେ ମୁହିଁ କହୁଅଛି। ଧର୍ମବନ୍ତ ଜନଙ୍କର ତହିଁ ନାହିଁ ଭୟ, ନେତ୍ରେ ନ ଦେଖନ୍ତି ସେହି ପଥକୁ ନିଶ୍ଚୟ। ପାପୀମାନେ ନିରନ୍ତର ଯାତନା ଭୋଗନ୍ତି, ନର୍କକୁଣ୍ଡେ ପଡ଼ି କରି ବିକଳ ହୁଅନ୍ତି। ଅତି ଭୀତପ୍ରତ ତହିଁ ଯାତନା ଅଟଇ, ଶୁଣିଲେ ହୃଦୟ ବିକମ୍ପିତ ଯେ ହୁଅଇ। ପୂର୍ବେ ବୈକୁଣ୍ଠପୁରେ ଦେବନାରାୟଣ, ଗରୁଡ଼କୁ କହିଥିଲେ ଏପରୁ ଆଖ୍ୟାନ। ସେହିମାନେ ଏହି ନର୍କପୁରକୁ ଆସନ୍ତି, ଅଶୁଚି ନରକେ ପଡ଼ି ସଢ଼ିଣ ମରନ୍ତି। କଣ୍ଟକମୟ ପଥରେ ଖୋସାରନ୍ତି ତାଙ୍କୁ, ତପ୍ତ ତେଳେ କଟାକ୍ଷରେ ନିକ୍ଷେପନ୍ତି ତାଙ୍କୁ। ଯମଦୂତେ ନାନା ମାଡ଼ ତାହାଙ୍କୁ ମାରନ୍ତି, କ୍ଷୁଧା କାଳେ ଅନ୍ନ ଦାନ କେବେ ନ କରନ୍ତି। ତୃଷା କାଳେ ଜଳ ବିନ୍ଦୁ ନ ଦିଅନ୍ତି କେବେ, ବିଷ କୀଟ କାମୁଡ଼ନ୍ତି ତାହାକୁ ସ୍ୱଭାବେ। ଗୁଣବନ୍ତ ଦୟାଳୁ ପୁରୁଷ ଯେଉଁମାନେ, ଏହି ପାପ ପଥ ନ ଦେଖନ୍ତି ସେ ସ୍ୱପନେ। ପାପାତ୍ମା ନରକେ ପଡ଼ି ଭୋଗ ଶେଷ ଯାଏଁ, ପରଜନ୍ମେ ନାନା ଦୁଃଖ ଭୋଗଇ ନିଶ୍ଚଏ। ସ୍ଥୂଳ ଶରୀର ଧରିଣ ଭୋଗ ବହୁ ରୋଗ, ନାନା ଦୁଃଖ ଯନ୍ତ୍ରଣା ଯେ ଲଭେ ମନ୍ଦ ଭାଗ୍ୟ। ନାନାଦି ବ୍ୟାଧି ଜ୍ୱାଳାରେ ମଲି ମଲି ହୋଇ, ପାହୁଣ୍ଡି ଯିବାକୁ ତାର ଶକ୍ତି ନ ଥାଇ। ତଥାପି ଧନ ତନୟ ଦ୍ୱାର ମୋହ ପଡ଼ି, ନିରନ୍ତରେ ପାପ କର୍ମ କରେ ପଥ ହୁଡ଼ି। ତିଳେ ହେଲେ ନିଜେ ଦୋଷ କଥା ନ ଭାବଇ, ମନେ ମନେ ସୁଖ ସୌଧ ନୀତି ଗଢ଼ୁଥାଇ। ଏହିପରି ବହୁ କଷ୍ଟେ ଜୀବନ ଲଭିଣ, ଯଥାକାଳେ ଲଭଇ ସେ ଆପଣା ମରଣ। ସୂକ୍ଷ୍ମ ଦେହ ସ୍ଥୂଳ ଦେହ ଛାଡ଼ିଣ ଚଳଇ, ନରକପୁର ମଧ୍ୟରେ ପ୍ରବେଶ ହୁଅଇ। ଯମଦୂତେ ନଗୁଡ଼ରେ ତାହାକୁ ବାନ୍ଧନ୍ତି, ନାନା ଦଣ୍ଡ କର୍ମ ଅନୁସାରେ ତାକୁ ଦିଅନ୍ତି। ବହୁ ତର୍ଜନ କରନ୍ତି ତହିଁ ଯମଦୂତେ, ଚର୍ମ ପାଶେ ବାନ୍ଧି ମାଡ଼ ମାରନ୍ତି ନିରତେ। ତାତିଲା ଲୌହ ଖଣ୍ଡରେ ଉପରେ ଶୁଆନ୍ତି, ତୀକ୍ଷ୍ଣ ଧାର କରତରେ ତାହାକୁ କାଟନ୍ତି। ମଲି ମଲି ବୋଲି ପାପୀ ଚିତ୍କାର ଛାଡ଼ଇ, ଦୟା ନ କରନ୍ତି ପିଟନ୍ତି ତୁହାଇ ତୁହାଇ। ତାହାର ବିକଳ କଥା କହିଲେ ନ ସରେ, ନିର୍ଦ୍ଦୟ ଯମଦୂତଙ୍କ ଦୟା ନୁହେଁ ବାରେ। ପୂର୍ବାର୍ଜିତ କର୍ମ ଅନୁସାରେ ଦୁଃଖ ମାନ, ନିରନ୍ତର ଭୋଗିବାକୁ ପଡ଼େ ସେହି ସ୍ଥାନ। ଦୟା ମାୟା ତିଳେ ହେଲେ ସେ ପୁରରେ ନାହିଁ, ଯାହା ଦେଇଥିବ ପ୍ରାପ୍ତ ହୁଏ ସିନା ତହିଁ। ବିକଳ ହୋଇ ପାପିଏ ଦୂତଙ୍କୁ କହନ୍ତି, ଅଜ୍ଞାନପଣରେ ଆମ୍ଭେ କରୁଛୁ ଅନୀତି। ଏହିଥର ଛାଡ଼ି ଦିଅ ଦୟା ବହିବାରେ, ପାପ କାର୍ଯ୍ୟମାନ ଆଉ ନ କରିବୁ ଥରେ। ନ ମାର ଆଉ ଆମ୍ଭକୁ
ତୁମ୍ଭର ଶରଣ। କ୍ଷୁଧା ଶାନ୍ତି ପାଇଁ ଆଣିଦିଅ କିଛି ଅନ୍ନ। ତୃଷ୍ଣାରେ ଶୁଖଇ କଣ୍ଠ ଦିଅ ଜଳ ବେଗେ। ନ ମାର ଆମ୍ଭ କୁହେ ଆଉ ରାଗେ। ମର୍ତ୍ତଗବେ ନ କରିବୁ ପାପ କର୍ମ ମାନ। ଦୟା ବହି ଆମ୍ଭ ଦୋଷ କହିବାର କ୍ଷମ। ବହୁତ ବିନୟ ହୋଇ ଦୂତଙ୍କୁ କହନ୍ତି। ତାହାଙ୍କର କଥା ତିଳେ ଦୂତ ନ ଶୁଣନ୍ତି। କାଳଦଣ୍ଡ ଧରି ନେଇ ଯମ ନିକଟକୁ। ଛାମୁରେ ଉଭା ହୁଅନ୍ତି ସେ ପାପୀମାନଙ୍କୁ। ଯମ ଦେଖିଣ ତାହାକୁ ଜିଜ୍ଞାସା କରଇ। କାହିଁ ପାଇଁ ପାପ କର୍ମ ବରିଲୁ ରେ ତୁହି। ଯାହା କରିଅଛୁ ତାହା ଅବଶ୍ୟ ଭୋଗିବୁ। କାନ୍ଦିଲେ କି ଅବା ଏଥୁ ମୁକୁତି ପାଇବୁ। ତୋର ଉପଯୁକ୍ତ ବହୁ ନର୍କ ଏଥି ଅଛି। ଆନନ୍ଦରେ ଭୋଗିବୁ ତୁ ନାହିଁ ଅନ୍ୟ କିଛି। କଣ୍ଟକ ଶିମୁଳି ବୃକ୍ଷ ଅଛଇ ଏଠାରେ। ତା ଦେହରେ ଝୁଲା ହେବୁ ତୋ କର୍ମ ଫଳରେ। ପ୍ରଚଣ୍ଡ ଅଗ୍ନି ଜଳଇ କୁଣ୍ଡେ ନିରନ୍ତର। ସେ ଅଗ୍ନିରେ ପକାଇବେ ମୋହର କିଙ୍କର। କୁମ୍ଭୀପାକ ଗୌରବାଦୀ ନରକ ଅଛଇ। ସେହି କୁଣ୍ଡମାନଙ୍କରେ ପଡ଼ିବୁ ହୋ ତୁହି। 84 ନର୍କ କୁଣ୍ଡ ଏହିପୁରେ ଅଛି। ସେହିମାନଙ୍କରେ ତୁହି ପଡ଼ିବୁ କହୁଛି। ସେ କୁଣ୍ଡମାନଙ୍କେ ବହୁ କୀଟ ରହିଛନ୍ତି। ଲୋକମାନେ ସେହି କୁଣ୍ଡେ ବସତି କରନ୍ତି। ତୋହର ରକତ ମାଂସ ସେମାନେ ଖାଇବେ। ସେମାନଙ୍କ କ୍ଷୁଧା ତୃଷ୍ଣା ଆଦି ବିନାଶିବେ। ବହୁତ ଗର୍ଜନ କରି ଏପରି କହନ୍ତେ। ପାପୀ ବିକଳେ କାନ୍ଦଇ ଏକଥା ଶୁଣନ୍ତେ। ସ୍ମରଣ କରଇ ତାର କରମ ସକଳ। ନିଜେ ନିଜେ ନିନ୍ଦା କରେ ହୋଇଣ ବିକଳ। ଶୂକର ସଦୃଶ ମଳ କରଇ ଆହାର। ପିତାମାତାଙ୍କୁ ସ୍ମରଣ କରେ ନିରନ୍ତର। ସ୍ଥୂଳ ଦେହେ ଯେଉଁ କର୍ମମାନ କରିଥାଏ। ତାହାର ସଦୃଶ ଫଳ ତହିଁ ଜେଲ ଭଇ। କାମିନୀର କାମ ମୋହ ପୁତ୍ର କନ୍ୟା ସ୍ନେହ। ନିରନ୍ତର ଚିନ୍ତା କରି ହୁଏ କ୍ଷଣେ ମୋହ। ଦୂତଙ୍କୁ ଭୟ କରିଣ କିଛି ନ କହଇ। ଉଚ୍ଚେ କେବଳ ରୋଦନ ସେହି କରୁଥାଇ। କଦଳୀ ପତ୍ର ଯେପରି ବାୟୁରେ କମ୍ପିତ। ସେହିପରି କମ୍ପମାନ ହୁଏ ତାର ଗାତ୍ର। ଆହାର ନ ମିଳେ କିଛି ସେହିପୁରେ ତାକୁ। ଜଳ ନ ମିଳଇ ତାକୁ ତୃଷ୍ଣା ମେଣ୍ଟିବାକୁ। କ୍ଷୁଧା ଆକୁଳରେ ଯେବେ ମାଗଇ ଆହାର। ଯମଦୂତେମାନେ ତାକୁ କରନ୍ତି ପ୍ରହାର। ଅଙ୍ଗ ପ୍ରତ୍ୟଙ୍ଗ ରୁଧିରେ ପ୍ଳାବନ ହୁଅଇ। ଆକୁଳ ହୋଇ କ୍ରନ୍ଦନ ପାପୀ କରୁଥାଇ। ତତଲା ବାଲି ପୂରାନ୍ତି ତାହାର ମୁଖରେ। ତତଲା ବାଲିରେ ଉଭା କରାନ୍ତି ସତ୍ୱରେ। ନ ସହି ପାରିଣ ଯେବେ ପଡ଼ିଯାଏ ତଳେ। ବେତ ପ୍ରହାର କରନ୍ତି ଦୂତେ ତାକୁ ବଳେ। ମଲି ମଲି ବୋଲି କରେ ଉଚ୍ଚରେ ଚିତ୍କାର। ଭୟରେ ଉଠିଣ ପୁଣି ଗମଇ ସତ୍ୱର। କିଏ ବା କରିବ ରକ୍ଷା ସମନ ଦଣ୍ଡରୁ। କିଏ ଉଦ୍ଧାର କରିବ ସେହି ବିପଦରୁ। ପାପୀଙ୍କୁ ଦଣ୍ଡିବା ପାଇଁ ସେହି ଜନ୍ତୁପତି। ଈଶ୍ୱର ପୁରୁଷଙ୍କ ଆଜ୍ଞା ପାଇଛନ୍ତି। ସିଂହାସନେ ବସି ପାପ ପୁଣ୍ୟ ବିଚାରନ୍ତି। କର୍ମ ଅନୁସାରେ ଦଣ୍ଡ ବିଧାନ କରନ୍ତି। ପକ୍ଷପାତ ସେହି ନ କରନ୍ତି କରେ। କର୍ମ ଅନୁସାରେ ଦଣ୍ଡ ବିହନ୍ତି ସତ୍ୱରେ। ପାପୀଙ୍କୁ ଦେଖିଲେ କ୍ରୋଧ ବଢ଼େ ତାହାଙ୍କର। ବନ୍ଧନ କରିଣ ଦଣ୍ଡ ଦିଅନ୍ତି ଅପାର। କାକୁତି ମିନତି କିଛି ନ ଶୁଣନ୍ତି ସେହି। ଉଚିତ ଯାହାର ଯାହା ସେ ତାହା ଲଭଇ। ସେ ପୁରରେ କେହି ଆହା ବୋଲ ନ କହଇ। ଅଧିକ ଦଣ୍ଡ ଦେବାକୁ ଆସନ୍ତି ସେ ଧାଇଁ। ଦୂତଙ୍କର ରୂପ ଅତିଶୟ ଭୟଙ୍କର। ବିକଟାଳ ମୂର୍ତ୍ତି ଦନ୍ତ ଲଙ୍ଗଳ ପ୍ରକାର। ଉଚ୍ଚ ଉଚ୍ଚ ଶୃଙ୍ଗମାନ ଲମ୍ବ କର୍ଣ୍ଣ ଦୁଇ। କଳାବର୍ଣ୍ଣ ଲମ୍ବ ପେଟ କାହାର ଅଟଇ। ହସ୍ତପଦରେ ଶୋଭିତ ଲମ୍ବ ନଖମାନ। ସେହିମାନେ ପ୍ରହାରନ୍ତି ଧରି ଶସ୍ତ୍ରମାନ। ନିର୍ଦ୍ଦୟ ନିଷ୍ଠୁର ଚିତ୍ତ ଅଟଇ ତାଙ୍କର। ଦୟା ମାୟା ତିଳେ ନାହିଁ କାହାର ଉପର।
ରକ୍ତବର୍ଣ୍ଣ ଚକ୍ଷୁ କରି ତରାଟି ଚାହାନ୍ତି। ବିକଟ ହସି ହସିଣ ପାଦ ପ୍ରହାରନ୍ତି। ନଖ ଘାତେ ବକ୍ଷ ତାଙ୍କ କରନ୍ତି ବିଦୀର୍ଣ୍ଣ। ବିଦା ଘାତେ ଅଛି ମାଂସ କରନ୍ତି ସେ ଚୂର୍ଣ୍ଣ। ଏହିପରି ବହୁ ଦୂତେ ଯମର ଅଛନ୍ତି। ଆଜ୍ଞାକୁ ଅପେକ୍ଷା କରି ରହି ନଥାନ୍ତି। ଯମର ବାହନ ଅଟେ ମହିଷୀ ଗୋଟିଏ। ଦୀର୍ଘକାୟ ଲମ୍ବ ସ୍ୱର୍ଗ ତାର ଶୋଭା ପାଏ। ପ୍ରଳୟ ଗର୍ଜନ ପରି ଗର୍ଜନ କରଇ। ଦେଖିଲେ ପାପୀଙ୍କ ପ୍ରାଣ ଶୀତେଇ ଉଠଇ। ଯମ ଆଦେଶେ ପାପୀକୁ ଧରିଣ ଆଗରେ। ନର୍କରେ ପକାଇ ଦିଅନ୍ତି ତାହାଙ୍କ ବଳରେ। ଅନେକ ବିକଳ ହୋଇ ଚିତ୍ତରେ ଭାବଇ। ମିଛେ ମୋର ମୋର ବୋଲି ଏ ପାପ ଲଭଇ। ପୁତ୍ର ଦ୍ୱାରା ଧନ ଏତେ ସ୍ନେହେ ପାଳିଥିଲି। କେହି ସାହାଯ୍ୟ ନୋହିଲେ ନେତ୍ରରେ ଦେଖିଲି। ଏହିପରି ଭାବି କର୍ମ ଆଦରିଣୀ ସେହି। ଦୁଃଖମାନ ସହଇ ଯେ ବିମୁଖ ନ ହୋଇ। ପୁତ୍ର ଯେବେ ତାର ନାମ ଉଚ୍ଚାରଣ କରି। ପିଣ୍ଡଦାନ କରେ ମୁଖେ ମନ୍ତ୍ରକୁ ଉଚ୍ଚାରି। ସେହି ପିଣ୍ଡ ଯମପୁରେ ପାପୀମାନେ ପାନ୍ତି। ତାହା ଫଳେ କ୍ଷୁଧା ତୃଷ୍ଣା ହୁଏ ତାର ଶାନ୍ତି। ପତିବ୍ରତୀ ପୁତ୍ର ବଧୂ ପୁତ୍ର ସହିତରେ। ଶୁଦ୍ଧ ଚିତ୍ତେ ପିଣ୍ଡ ଦାନ କରନ୍ତି ଭକ୍ତିରେ। ବିଷ୍ଣୁ ଉପାସନା କରି ବ୍ରାହ୍ମଣ ବଚନେ। ଶ୍ରଦ୍ଧା ଚିତ୍ତେ ପିଣ୍ଡ ଦାନ କରନ୍ତି ଯତନେ। ବ୍ରାହ୍ମଣ ଭୋଜନ ଦେଇ ପ୍ରାର୍ଥନା କରନ୍ତି। ପିତୃପିତାମହ ମୋର ଲଭନ୍ତୁ ମୁକତି। ତେବେ ସେହି ପାପୀ ପାପୁ ମୁକତି ହିଅଇ। ପାପ ତାପ ବିଦୂରିତ ହୁଅ ଜାଣ ତୁହି। ଯଦ୍ୟପି ପୁତ୍ର ଜାରକ କି ବର୍ଣ୍ଣ ଶଙ୍କର। ହୋଇଥାଏ ପିଣ୍ଡ ଦେବା ନିଶ୍ଚଳ ତାହାର। ପିତୃଗଣଙ୍କର ପୁଣ୍ୟ ନଥାଏ ତହିଁରେ। ଅଧିକ ପାପ ହୁଅଇ ତାହାର ଫଳରେ। ଗାର୍ହସ୍ଥ୍ୟ ଧର୍ମ ବିଧିରେ ନିଜ ପତ୍ନୀ ସହ। ସଂସାର କର୍ମ କରିଣ ଜନ୍ମାଇଲା ପୁଅ। ତାର ଧର୍ମ ଫଳେ ପିତୃଲୋକ ପାଇଥାନ୍ତି। ସେ ପୁଣ୍ୟ ବଳରେ ପାପୁ ମୁକତି ହୁଅନ୍ତି। ଏବେ ପାପୀଙ୍କର ଗତି ପିଣ୍ଡ ଦାନ ଫଳ। ତୁମ୍ଭଙ୍କୁ କହିଲି ମୁହିଁ ଆହେ ମହାବଳ। ଆହୁ କିଛି ଶୁଣିବାକୁ ଯଦି ଇଚ୍ଛା ଅଛି। ପଚାରିଲେ କହିବଇ ସତ୍ୟ ମୁଁ କହୁଛି। ଏହା ଶୁଣି ଗରୁଡ଼ ଯେ କୃତକୃତ୍ୟ ହେଲା। ପ୍ରଭୁଙ୍କର ପାଦେ ପଡ଼ି ଆନନ୍ଦେ କହିଲା। ଶୁଣିଲି ତୁମ୍ଭ ମୁଖରୁ ଅପୂର୍ବ ଆଖ୍ୟାନ। ତାଙ୍କ ପାଦ ପଦ୍ମ ହୃଦ ପଦ୍ମେ ଚିନ୍ତା କରି। ନିଜ ଆର୍ତ୍ତତାଣ ଦାସ ଗୀତ ବନ୍ଧ କରି। ଗରୁଡ଼ ପୁରାଣ ବାଣୀ ଅପୂର୍ବ ଚରିତ। ଦ୍ୱିତୀୟ ଅଧ୍ୟାୟ ଏଥି ହେଲା ସମାପିତ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷାଖ୍ୟାୟୋପାଖ୍ୟାନେ ବିଷ୍ଣୁ ଗରୁଡ଼େ ସମ୍ବାଦେ ଯମଦଣ୍ଡ ଓ ପିଣ୍ଡଦାନ ନିରୂପଣଂ ନାମଃ ଦ୍ୱିତୀୟୋऽଧ୍ୟାୟଃ। ଆନନ୍ଦେ ଏକବାର ହରି ବୋଲ।